ଆଜ୍ଞା ହଁ, ଚାଲନ୍ତୁ ଆଜି ଆମେ ମାନେ ବୁଦ୍ଧି ସମ୍ପର୍କରେ ଆଲୋଚନା କରିକି ଦେଖିବା। ହେଲେ ବୁଦ୍ଧି ଆମର ତିନି ପ୍ରକାର। ଏକରେ ସଞ୍ଚୟାତ୍ମକ ବୁଦ୍ଧି, ଦୁଇରେ ଭ୍ରମାତ୍ମକ ବୁଦ୍ଧି, ତିନିରେ ନିର୍ଣ୍ଣୟାତ୍ମକ ବୁଦ୍ଧି। ହେଲେ ସଞ୍ଚୟାତ୍ମକ ବୁଦ୍ଧିର ବିଚାର କ'ଣ, ଏହି ସମ୍ପର୍କରେ ଆଲୋଚନା କରିକି ଦେଖିବା। ସଞ୍ଚୟାତ୍ମକ ବୁଦ୍ଧି ଗୋଟିଏ ବସ୍ତୁକୁ ଦୁଇ ପ୍ରକାର ବିଚାର କରେ। ହେଲେ କିପରି ଗୋଟିଏ ବସ୍ତୁକୁ ଦୁଇ ପ୍ରକାର ବିଚାର କରିଥାଏ ତାହା ଦେଖିନେବା। ଈଶ୍ୱର ଜଣେ ସାକାର, ନିରାକାର, ଏହିପରି ବିଚାର କରିଥାଏ। ପୁଣି ଜୀବାତ୍ମା ମୃତ୍ୟୁବରଣ କରେ, ଜୀବାତ୍ମା ମୃତ୍ୟୁବରଣ କରେ ନାହିଁ। ମୂର୍ତ୍ତି ଗୋଟିଏ ନିର୍ଜୀବ ଭାବେ ଆଉ ସଜୀବ। ସମସ୍ତ ଲୋକ ଯେଉଁ ପଥରେ ଯାଉଛନ୍ତି ସେହି ପଥରେ ଯିବି କି ଅଧେ ଲୋକ ଯେଉଁ ପଥରେ ଯାଉଛନ୍ତି ସେହି ପଥରେ ଯିବି। ଏହିପରି ସଞ୍ଚୟାତ୍ମକ ବୁଦ୍ଧି ଗୋଟିଏ ବସ୍ତୁକୁ ଦୁଇ ପ୍ରକାର ବିଚାର କରିଥାଏ। ଏହାକୁ ସଞ୍ଚୟାତ୍ମକ ବୁଦ୍ଧି କୁହାଯାଏ। ଯଦି କାହାର ଏମିତି ସଞ୍ଚୟାତ୍ମକ ବୁଦ୍ଧି ହେଇଥାଏ, ଆପଣମାନେ ନିଜେ ବିଚାର ପୂର୍ବକ ଏହି ବୁଦ୍ଧିକୁ ଦମନ କରି ନିର୍ଣ୍ଣୟାତ୍ମକ ବୁଦ୍ଧିକୁ ଚାଲନ୍ତୁ